କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଏକ ଭାଷଣ ପ୍ରସ୍ତୁତ କରିଛନ୍ତି। ସେ ଭାଷଣକୁ କେଉଁଭଳି ଭାବରେ ଉପସ୍ଥାପନା କରିବା ତା ବିଷୟରେ ଜାଣିବା। ଏହା ଏକ ରିକ୍ୱେଷ୍ଟେଡ୍ ଭିଡିଓ ଥିଲା, ତ ଆରମ୍ଭ କରିବା। ଶୁଭ ସକାଳ ସମ୍ମାନୀୟ ପ୍ରଧାନ ଶିକ୍ଷକ, ପୂଜ୍ୟ ଶିକ୍ଷକ ବୃନ୍ଦ ଏବଂ ମୋର ପ୍ରିୟ ବନ୍ଧୁମାନେ। ଆଜି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆପଣଙ୍କ ସମ୍ମୁଖରେ କିଛି କହିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି। ସେ 17 ସେପ୍ଟେମ୍ବର 1950ରେ ଗୁଜରାଟର ଏକ ଛୋଟ ସହର ବାଦନଗରରେ ଜନ୍ମଗ୍ରହଣ କରିଥିଲେ। ଏକ ଅତି ସରଳ ପରିବାର ପୃଷ୍ଠଭୂମିରୁ ମୋଦିଜୀଙ୍କ ଜନ୍ମ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ନେତା ହେବା ପର୍ଯ୍ୟନ୍ତ, ତାଙ୍କ ପିଲାଦିନରେ ଚା ବିକ୍ରୟ କରିବାଠାରୁ ଭାରତର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ପ୍ରେରଣା। ନରେନ୍ଦ୍ର ମୋଦିଜୀ ଜୀବନ କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଦେଶ ପ୍ରତି ସମର୍ପଣ ପାଇଁ ଜଣାଶୁଣା। 2014ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ ଭାରତକୁ ଆହୁରି ଶକ୍ତିଶାଳୀ, ସ୍ୱଚ୍ଛ ଏବଂ ଅଧିକ ବିକଶିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ତାଙ୍କର କିଛି ପ୍ରମୁଖ ପଦକ୍ଷେପ ହେଉଛି ସ୍ୱଚ୍ଛ ଭାରତ ଅଭିଯାନ, ଡିଜିଟାଲ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ, ଆନ୍ତର୍ଜାତୀୟ ଯୋଗ ଦିବସ, ଉଜ୍ଜ୍ୱଳା ଯୋଜନା। ତାଙ୍କ ନେତୃତ୍ୱରେ ଭାରତ ସଫଳତାର ସହିତ ଚନ୍ଦ୍ରାୟନ ଏବଂ ମଙ୍ଗଲୟାନ ଭଳି ମହାକାଶ ମିଶନ କରିଥିଲା ଏବଂ ଆମ ଦେଶ ବିଶ୍ୱ ସ୍ତରରେ ଅଧିକ ସମ୍ମାନ ପାଇଛି। ତାଙ୍କର ସବୁଠାରୁ ବଡ଼ ଗୁଣ ହେଉଛି ଲୋକଙ୍କ ସହିତ ତାଙ୍କର ଘନିଷ୍ଠତା। ସେ ମନ୍ କି ବାତ୍ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ନାଗରିକମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରନ୍ତି। ସେ ସର୍ବଦା ଯୁବପିଢ଼ିଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦିଅନ୍ତି। ମୋଦିଜୀ ଦେଶପ୍ରେମ ଏବଂ ଦେଶ ସେବାର ମୂଲ୍ୟ ଉପରେ ଗୁରୁତ୍ୱ ଦିଅନ୍ତି। ତାଙ୍କର ବ୍ୟକ୍ତିଗତ ଜୀବନ ବହୁତ ସରଳ। ସେ ଶୃଙ୍ଖଳା ଏବଂ ସଚ୍ଚୋଟତାର ସହିତ ବଞ୍ଚିବାରେ ବିଶ୍ୱାସ କରନ୍ତି। ଏହି ବିଶେଷ ଦିନରେ ଆମେ କେବଳ ତାଙ୍କ ଜନ୍ମଦିନ ପାଳନ କରିବା ଉଚିତ ନୁହେଁ, ବରଂ ତାଙ୍କ ଜୀବନରୁ ଶିକ୍ଷା ଗ୍ରହଣ କରିବା ଉଚିତ। ତାଙ୍କ କାହାଣୀ ଆମକୁ କହେ ଯେ ଦୃଢ଼ ନିଷ୍ପତ୍ତି, ସାହସ ଏବଂ ପ୍ରତିବଦ୍ଧତା ସହିତ ଯେକୌଣସି ବ୍ୟକ୍ତି ମହାନତା ହାସଲ କରିପାରିବେ ଏବଂ ଦେଶ ସେବା କରିପାରିବେ। ଛାତ୍ର ଭାବରେ ପ୍ରଧାନମନ୍ତ୍ରୀ ଆମକୁ ଦେଖାଇଥିବା କଠିନ ପରିଶ୍ରମ, ସଚ୍ଚୋଟତା ଏବଂ ସେବାର ପଥ ଅନୁସରଣ କରିବା ଉଚିତ। ଆମ ସମସ୍ତଙ୍କ ତରଫରୁ ମୁଁ ନରେନ୍ଦ୍ର ମୋଦିଜୀଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ଭଗବାନ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ, ଯାହାଦ୍ୱାରା ସେ ଭାରତକୁ ପ୍ରଗତି ଏବଂ ସଫଳତା ଆଡ଼କୁ ମାର୍ଗଦର୍ଶନ କରିପାରିବେ। ଧନ୍ୟବାଦ। ଜୟ ହିନ୍ଦ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।